ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦନ ଯୋଜନା ଶୁଭାରମ୍ଭ ଜିଲ୍ଲାର ମୋଟ 35ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଗୋରଡ଼ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏନେଇ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଗୋରଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଅଫିସର ଡାକ୍ତର ନିଜାରାନା ସୁଲତାନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ସିକ୍ୟୁରିଟି ଅଫିସର ସଂଗ୍ରାମ କେଶରୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ସରକାରଙ୍କର ଏହି ବହୁମୂଲ୍ୟ ସ୍ୱାସ୍ଥ୍ୟ କାର୍ଡ଼ ସମ୍ପର୍କରେ ଅବଗତ କରାଇଥିଲେ। ସମାଜସେବୀ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ହିତାଧିକାରୀମାନଙ୍କୁ ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ଼ ବଣ୍ଟନ କରାଯାଇଥିଲା। ମୁଁ ହେଉଛି ଗୋରଡ଼ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଆୟୁଷ ମେଡ଼ିକାଲ ଅଫିସର ଡକ୍ଟର ନିଜାରାନା ସୁଲତାନ। ଆଜି ହେଉଛି ଆମର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏଇଠି ରାଜୀବ ଗାନ୍ଧୀ ସେବା ସଦନରେ ଶୁଭାରମ୍ଭ କରାହେଉଛି। ତେଣୁକରି ଆଜି ଏଠି ବିଶାଳ ଉତ୍ସବର ସମାରୋହ କରାଯାଇଛି। ଏ ହେଉଛି ଆମର ଯେଉଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ହେଉଛି, ତା ସହିତ ଆମ ଓଡ଼ିଶାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହେଉଛି। ଏଥିରେ ହେଉଛି ଆମର ସମସ୍ତେ ଯେତକ ଆମର ପରିବାରର 5 ଲକ୍ଷ ପର୍ଯ୍ୟନ୍ତ ଯେଉଁ ପରିବାର ପ୍ରତ୍ୟେକ ଲୋକ ସୁବିଧା ଉପଲବ୍ଧ କରିପାରିବେ। ତା ସହିତ ଅତିରିକ୍ତ 5 ଲକ୍ଷ ମହିଳାମାନେ ମଧ୍ୟ ସୁବିଧା ଅତିରିକ୍ତ 5 ଲକ୍ଷ ସୁବିଧାର ଇଏ ପାଇପାରିବେ। ଏଇ ଯେଉଁ ଯୋଜନା ହେଇଛି, ଏଥିରେ ଆମର ପୁରା ଭାରତର 29,000 ସରକାରୀ ଓ ବେସରକାରୀ ମେଡ଼ିକାଲ ଗୁଡ଼ିକ ପଞ୍ଜୀକୃତ ହେଇଛି। ତେଣୁକରି ଆଗରୁ ଯେଉଁମାନେ କାର୍ଡ଼ ପାଉଥିଲେ ସେମାନେ ମଧ୍ୟ ଏଥିରେ ଅଛନ୍ତି। ଆଉ ଯେଉଁମାନେ ଅଛନ୍ତି ପଞ୍ଜୀକୃତ ହେବାକୁ, ସେମାନେ ଯାଇକି ଜନସେବା କେନ୍ଦ୍ରରେ ତାଙ୍କର ପଞ୍ଜୀକରଣ କରିକି ଏହି ସୁବିଧା ପାଇପାରିବେ। ଆଉ ଏତିକି କହିବାକୁ ଚାହୁଁଛି ଯେ ଆଜି ଆମେ କେବଳ 10ଟା କାର୍ଡ଼ର ଇନାଗୁରେସନ୍ କରି ସମସ୍ତଙ୍କୁ ବାଣ୍ଟୁଛୁ। ଆଉ ପର୍ଯ୍ୟାୟକ୍ରମେ ଯେଉଁମାନେ ହିତାଧିକାରୀ ବି ଅଛନ୍ତି ସେମାନେ ୟାକୁ ବି ପାଇବେ। ଆଉ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଗୋରଡ଼ ଗ୍ରାମ ପଞ୍ଚାୟତର କୁନି କୁନି ପିଲାମାନେ ସେମାନଙ୍କର ନୃତ୍ୟ ଗୀତ ପ୍ରଦର୍ଶନ କରି ମନୋରଞ୍ଜନ ଭରି ଦେଇଥିଲେ। बहुत खुशी अच्छी सरकार कार्यक्रम स्वागत जनाऊँ। यहाँ स्वागत योग्य। जगतसिंहपुर जिला कुजंग ब्लक गोरड़ ग्राम पंचायत प्राथमिक स्वास्थ्य केन्द्र ब्यूरो रिपोर्ट ओडिया लाइव।